ସମସ୍ତଙ୍କୁ ମୋର ଶୁଭ ସକାଳ। ଆଜିର ଅଳ୍ପ ସମୟର ଧ୍ୟାନ, ଅଳ୍ପ ସମୟର ଚିନ୍ତା, ଯେତେବେଳେ ମୁଁ ମୋର ବ୍ୟକ୍ତିଗତ ଜୀବନରେ ସୁସମାଚାର ସେବା କାର୍ଯ୍ୟ ନିମନ୍ତେ ନିଜକୁ ସାମିଲ କରିଥିଲି। ଗାଡ଼ି ଦ୍ୱାରା ମୁଁ ଅନେକ ଅଞ୍ଚଳ ଗୁଡ଼ାକ ଯାଇଥିଲି। ସେହି ସମୟରେ ଦେଇଥିବା ସେହି ଚିନ୍ତାକୁ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହୁଁଛି ସଂକ୍ଷିପ୍ତ ଭାବେ। ତାହା ହେଉଛି ଆତ୍ମିକ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସତ୍ୟତା। ଆମେ ପ୍ରଭୁଙ୍କର ବାକ୍ୟ ଲେବିୟ 19 ତାର 2 ପଦ ଯଦି ଦେଖିବା, ତାହେଲେ ପ୍ରଭୁ ସ୍ୱୟଂ ସେ କହନ୍ତି ଆମମାନଙ୍କୁ ଯେ ଆମ୍ଭେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ପବିତ୍ର ଅଟୁ। ସେଠାରେ ଆମେ ଦେଖୁ ଲେଖାଯାଏ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ତୁମେମାନେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ପବିତ୍ର ଅଟୁ। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ କହିବା ପାଇଁ ଚାହୁଁଛନ୍ତି ଯେ ପବିତ୍ର ହେବା ନିମନ୍ତେ। ହଁ, ପବିତ୍ର ଏକ ସୌନ୍ଦର୍ଯ୍ୟ ବିଶ୍ୱାସୀ ଜୀବନରେ, ପ୍ରଭୁଙ୍କର ସନ୍ତାନ ସନ୍ତତି ମାନଙ୍କ ଜୀବନରେ ସେହି ପବିତ୍ରତାର ସୌନ୍ଦର୍ଯ୍ୟରେ ହିଁ ଆଗକୁ ବଢ଼ିବାର ଅଛି। କାରଣ ପବିତ୍ର ହୁଅ ବୋଲି ପ୍ରଭୁ ଆଦେଶ ଦେଇଛନ୍ତି, ଆଉ ଆମ୍ଭେ ତାହାଙ୍କ ସଦୃଶ୍ୟ ପବିତ୍ର ହେବା ଆବଶ୍ୟକ। ପବିତ୍ରତାର ସୌନ୍ଦର୍ଯ୍ୟ ଧାରଣ କରିବା ଆବଶ୍ୟକ। ପ୍ରଥମ ପିତର 1 ତାର 16 ଯଦି ଆମେ ଦେଖୁ, ସେଠାରେ ପିତର ଲେଖନ୍ତି, ଯେଣୁ ପବିତ୍ର ଶାସ୍ତ୍ରରେ ଲେଖା ଅଛି, ତୁମ୍ଭେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ଆହୁରି ବି ଯଦି ଏବ୍ରୀ 12 ତାର 14 ପଦ ଦେଖୁ, ତାହେଲେ ସେଠାରେ ଲେଖାଯାଏ, ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ। ହଁ ପ୍ରିୟମାନେ, ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ ସେଥିର ଅନୁସରଣ କର। ଏଠାରେ ପବିତ୍ରତା ସମ୍ବନ୍ଧୀୟ ସତ୍ୟତା ବିଷୟରେ ଏବ୍ରୀ ପୁସ୍ତକରେ ମଧ୍ୟ ଦେଖିଲୁ। ତେଣୁକରି ଜଣେ ବିଶ୍ୱାସୀର ପ୍ରଥମ ବିଷୟ ଜୀବନର ପବିତ୍ରତାକୁ ସେ କିପରି ମେଣ୍ଟେନ୍ କରିବ। ଯେପରି ଆମମାନଙ୍କର ଶାରୀରିକ ସୌନ୍ଦର୍ଯ୍ୟକୁ ଆମେ ସୌନ୍ଦର୍ଯ୍ୟରେ ଭରପୁର କରିବା ନିମନ୍ତେ, ଆକର୍ଷଣ କରିବା ନିମନ୍ତେ ଆମେ ବିଭିନ୍ନ ବିଷୟ ଅବଲମ୍ବନ କରୁ, ଆମେ ମଧ୍ୟ ଠିକ୍ ସେ ପ୍ରକାର ବାକ୍ୟ, ପ୍ରାର୍ଥନା, ସହଭାଗିତା ଆଉ ଏହିସବୁ ବିଷୟ ପ୍ରଭୁଙ୍କର ଠାରେ ରହି ଆମେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେବାର ଅଛି। ତେଣୁକରି ସେ ପବିତ୍ରତାର ସୌନ୍ଦର୍ଯ୍ୟ ଦ୍ୱାରା ଆମେ ଆଗକୁ ବଢ଼ିପାରିବା। ଆହୁରି ମଧ୍ୟ ଅନେକ ବାକ୍ୟ ଅଛି, ପବିତ୍ରତାର ସୌନ୍ଦର୍ଯ୍ୟରେ ତୁମେ ତାହାଙ୍କର ଭାଜନ କର ବା ଆରାଧନା କର ବୋଲି ଲେଖାଯାଏ। ପ୍ରଭୁ ଆମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକକୁ ସେ ଆହ୍ୱାନ କରିଛନ୍ତି ବୋଲି ପ୍ରଥମ ପିତର 1:9 ଆମେ ଦେଖୁ। ତେଣୁକରି ଆମମାନେ ପବିତ୍ର ଜାତି, ନିଜସ୍ୱ ତାଙ୍କର ପ୍ରଜା, ରାଜକୀୟ ଯାଜକ ବର୍ଗ ହୋଇଅଛୁ। କେବଳ ସେତିକି ନୁହେଁ, କେବଳ ଆରାଧନାରେ ହିଁ ଯେ ଆମମାନଙ୍କର ପବିତ୍ରତାର ସୌନ୍ଦର୍ଯ୍ୟ ହେବ ତାହା ନୁହେଁ, କିନ୍ତୁ ପ୍ରାର୍ଥନାରେ ବି ଆମମାନଙ୍କର ପବିତ୍ରତାର ସହିତ ଆମେ ପ୍ରାର୍ଥନା କରିବାର ଅଛି। କାରଣ ଗୀତ ସଂହିତାରେ ଲେଖାଯାଏ, ଯଦି ମନ ମଧ୍ୟରେ ଅଧର୍ମକୁ ଯଦି ଆଦର କରିବା, ତାହେଲେ ପ୍ରଭୁ କଥା ଶୁଣିବେ ନାହିଁ। ତେଣୁକରି ପବିତ୍ରତାର ସହିତ ଅଧର୍ମକୁ ସ୍ୱୀକାର କରି କ୍ଷମା ପ୍ରାପ୍ତ ହୋଇ ଆମେ ପବିତ୍ରତାର ସହିତ ପ୍ରାର୍ଥନା କଲେ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିବେ। ଠିକ୍ ସେ ପ୍ରକାର ପବିତ୍ରତାର ସହିତ ପ୍ରଭୁଙ୍କର ସେବା କରିବା ମଧ୍ୟ। ତିମୋଥୀଙ୍କ ପୁସ୍ତକରେ ଆମେ ଦେଖୁ ଯେ କେତେକ ପାତ୍ର ଅନାଦର ଆଉ ଆଦର ନିମନ୍ତେ, ସେହି ସମସ୍ତଙ୍କ ଠାରୁ ଯେଉଁ ପାତ୍ର ଆପଣଙ୍କ ପରିଷ୍କାର ରଖେ ପ୍ରଭୁଙ୍କର ଉପଯୋଗୀ ବ୍ୟବହାର ଯୋଗ୍ୟ ପାତ୍ର ହେବ। ହଁ ପ୍ରିୟମାନେ, ଆମମାନେ ମଧ୍ୟ ଯଦି ପ୍ରଭୁଙ୍କର ସେବାରେ ବ୍ୟବହାର ହେବାର ଅଛି ତାଙ୍କର ପାତ୍ର ଭାବେ, ତାହେଲେ ପବିତ୍ରତାର ପାତ୍ର ଭାବେ, କ୍ଲିନ୍ ଭେସଲ୍ ଭାବେ ଯଦି ରହିବା, ପ୍ରଭୁ ବ୍ୟବହାର କରିବେ। ତେଣୁକରି ଏସବୁ ଚିନ୍ତା ନେଇ ଆମେ ପବିତ୍ରତାକୁ କି ପ୍ରକାର ଭାବେ ଆମ ଜୀବନରେ ଗୁରୁତ୍ୱ ଦେବା। ପବିତ୍ର ଜୀବନ ହିଁ ଆମମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ହେବା ଆବଶ୍ୟକ। ତେଣୁକରି ଆସୁ ଏ ପବିତ୍ରତା ସମ୍ବନ୍ଧୀୟ ଜ୍ଞାନରେ ଆଜିର ଦିନଟି ଆମେ ଅତିବାହିତ କରିବା। ଆମ ସମସ୍ତଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ଆଶୀର୍ବାଦ କରନ୍ତୁ। ଯଦି ମୋର ଚ୍ୟାନେଲରେ ନୂତନ, ତାହେଲେ ସବସ୍କ୍ରାଇବ୍ କରି ସେୟାର କରନ୍ତୁ।